ଆଚ୍ଛା ସାଙ୍ଗମାନେ, ଆପଣମାନେ ତ ନିଶ୍ଚୟ ଦେଖିଥିବେ T20 ୱାର୍ଲଡ କପ୍ 2026ର। ଆପଣମାନଙ୍କୁ ମୁଁ ଗୋଟେ କଥା କହି ରଖୁଛି, T20 ୱାର୍ଲଡ କପ୍ ଯେଉଁ ଫାଇନାଲ୍ ମ୍ୟାଚ୍ ଇଣ୍ଡିଆ ଭର୍ସେସ୍ ନ୍ୟୁଜିଲାଣ୍ଡ ଥିଲା, ସେ ମ୍ୟାଚ୍ରେ ଭାରତର ପୂର୍ବତନ କ୍ୟାପ୍ଟେନ୍ MS ଧୋନି, ପୂର୍ବତନ କ୍ୟାପ୍ଟେନ୍ ରୋହିତ ଶର୍ମା, ଏ ଦୁଇ ଜଣଙ୍କୁ ଦେଖିବାକୁ ମିଳିଲା। ଆଉ ଗୋଟେ ପୂର୍ବତନ କ୍ୟାପ୍ଟେନ୍, ତାକୁ କାହିଁକି ଦେଖିବାକୁ ମିଳିଲାନି ଫାଇନାଲ୍ ମ୍ୟାଚ୍ରେ। ସେ ଆପେ କିଏ ଜାଣିଛନ୍ତି ଆପଣମାନେ? ସିଏ ହେଉଛି ବିରାଟ କୋହଲି, ଯାହାକୁ କହୁଛନ୍ତି କିଙ୍ଗ କୋହଲି। ଆରେ ସିଏ ତ ରଜା। ରଜା କ'ଣ ଗାଣ୍ଡି ମରାଇବା ପାଇଁ ଯାଇଥିଲା? ମାରୁଛ ତ ଇଣ୍ଡିଆରେ ଖାଇବ, ଇଣ୍ଡିଆରୁ ପଇସା ନେବ, ଗାଣ୍ଡି ମରାଇବ ଯାଇକି ଲଣ୍ଡନରେ। ମାଦୁଛ ତ ବିରାଟ କୋହଲି ଫ୍ୟାନ୍ ମାନଙ୍କୁ କହିଦେଉଛି, ସୁଦୂର ଯା ମାଦୁଛ, ନହେଲେ ସବୁ ଶଳା ଗାଣ୍ଡି ମରାଇବ। ମାଇକା ତାକୁ ଟେକୁଛ, ମାଇକା ସିଏ କରିଛି କ'ଣ? ଗାଣ୍ଡି ମାରିକି ଯାଇକି ପଇସା ଏଠୁ କୋଟି କୋଟି ଟଙ୍କା ନେବ, ନେଇକି ଗାଣ୍ଡି ମରାଇବ ଯାଇକି ଲଣ୍ଡନରେ। ତାକୁ ଶଳା ସପୋର୍ଟ କରୁଛ ତମେ, ଶଳା ଅଲଜ୍ୟା ବେହିଆ ଗୁଡ଼ା ଶଳା। ଥରେ ଭାବ, ଯିଏ ଇଣ୍ଡିଆରେ ନୁହେଁ ସେ ଶ୍ୱଶୁର ପୁଅ କାହାର ନୁହେଁ। ଶଳା ଇଏ ଆମ ଦେଶରୁ ପଇସା ନେଇକି ଗାଣ୍ଡି ମରି ଯାଇକି ଲଣ୍ଡନରେ ଘରେ କରି ରହିବୁ, ତୋତେ ଆଉ ଇଣ୍ଡିଆ ଭଲ ଲାଗିଲାନି? ଇଣ୍ଡିଆରେ ଆଗରୁ ଗାଣ୍ଡି ମରୁଥିଲୁ କେମିତି? ତୋତେ ଏବେ ଇଣ୍ଡିଆ ଏତେ ଖରାପ ଲାଗିଲା? ମାତ୍ର ଯାଇକି ଲଣ୍ଡନରେ ରହିବୁ? ସୁଧୁର ଯା। ବିରାଟ କୋହଲି ଫ୍ୟାନ୍ ମାନଙ୍କୁ କହିଦେଉଛି, ତମେ ବି ତା ସାଥ ଛାଡ଼ିଦିଅ, ନହେଲେ ତମେ ବି ମାଦୁଛ ତ ଗାଣ୍ଡି ମରାଇବ। ସେୟାର କର ବିରାଟ କୋହଲି ଫ୍ୟାନ୍ ମାନଙ୍କୁ, ସେ ମାଦୁଛ ଟିକେ ଦେଖନ୍ତୁ, ଏଟା ସତ କି ମିଛ।